ମାଛ ପଡ଼ିଲା ଏଥିରେ ଭଜା ଚାଲିଛି ଜଳିଗଲା କ'ଣ ସମସ୍ତେ ମୋର ନମସ୍କାର ଜୟ ଜଗନ୍ନାଥ ମୁଁ ସ୍ୱାଗତ କରୁଛି ଆୟୁଷ ବେହେରା ଓଡ଼ିଆ ବ୍ଲଗ୍କୁ ମୁଁ ଆଶା କରୁଛି ଆପଣମାନେ ବହୁତ ଭଲରେ ଥିବେ ଆଉ ଆମେ ତ ଏମିତି ଭଲରେ ଅଛୁ ଆଉ ଆମ ଭିଡ଼ିଓକୁ ଫାଷ୍ଟରୁ ଲାଷ୍ଟ ପର୍ଯ୍ୟନ୍ତ ଦେଖନ୍ତୁ ଆଉ ଯଦି ଭିଡ଼ିଓଟି ଭଲ ଲାଗିଲା ତାହେଲେ ଲାଇକ୍ କମେଣ୍ଟ ସେୟାର କରିବାକୁ ଜମା ବି ଭୁଲିବେନି ସବସ୍କ୍ରାଇବ୍ ନିହାତି କରିଦିଅନ୍ତୁ। ଆସନ୍ତୁ ଦେଖିବା ନ୍ୟୁ ବ୍ଲଗ୍। ବୋଉଠି ଚାହା ଜଳଖିଆ ଖାଉଥିଲେ ତାଙ୍କର ଖାଇବା ଏବେ ସରିଗଲାଣି ଶାଖା ହେଉଛି ଜହ୍ନି ସିଝା ଆଉ ଆଜି ତ ଭଜାଭଜି କରିପାରିଲି ମିଚର ପକେଇଛଟି ଜଳଖିଆ ସହିତ ଶାଖା ନହେଲେ ଖାଇପାରିବିନି ହେଲା ଭଜାଭଜି ହୁଏ ଆଜି ଟିକେ ଭଜା ହେଇନି ଆଳୁ ସିଝା ହେଇଛି ଆଇସ୍ କଲା ପଖାଳ ଖାଇବେ ଆଳୁ ସିଝେଇ ଦିଅ ଭାତ ବି ରନ୍ଧା ସରିଲାଣି ଆଉ ଜହ୍ନି ଯୋଉଟା ବି ପୋଡ଼ିଛି ଜହ୍ନି ପୋଡ଼ାଟା ବହୁତ ଟେଷ୍ଟ ଲାଗେ ଆଉ ଏପଟେ ଆୟୁଷ ଦେଖନ୍ତୁ ଖାଉଛନ୍ତି ଆଉ ଗରମ ଭାତ ଦେଖନ୍ତୁ କେତେ ଜୋରେ ଧୂଆଁ ବାହାରୁଛି ଭାତରୁ ଗରମ ଭାତ ଇଏ ପଖଳା ଯାଇଛି ପଖାଳିକି ତାକୁ ଆୟୁଷକୁ ଦେଲି ସିଏ କହିଲେ ମୁଁ ଗରମ ଭାତ ସେମିତି ଖାଇବିନି ମାନେ ପଖାଳ ଖାଉନି ସକାଳୁ ତାର ଟିକେ ଥଣ୍ଡାରୁ ବେକଟା କ'ଣ ହେଉଛି ନହିଁକି ବସି ପାରୁନି ବି ଏମିତି ନହିଁକି ବସିଲେ ବେକ ଏମିତି ମାଡ଼ି ହେଇଯାଉଛି ବେକ କ'ଣ ହେଉଛି ତାର ମେଡ଼ିସିନ ଏବେ ରେଗୁଲାର ଖାଉଛି ତାକୁ ଦେଉଛି ଟି ଧୂଆଁ ବାହାରୁଛ ଧୁଆ ହେଇନି ଆଉ ଟିକେ ପାଣି ବସିବ ତାଦେହରେ ହଁ ବା ତାଦେହରୁ ଗରମ ଅଛି ତ ସାଙ୍ଗେ ସାଙ୍ଗେ ଭାତ ଗୋଳା ହେଇଛି ସିଏ ତ କହିଲା ମୁଁ ଭାତ ପଖାଳ ଖାଇବି ପଖାଳିକି ଦିଏ ବୋଲି ଆଇସ୍କୁ ପଖାଳ ଆଉ ଆଳୁ ସିଝା ଆଉ ମିଚର ଚକଟି ଦେଇଛନ୍ତି ଖାଇବେ ମେଡ଼ିସିନଟା ଖାଇବୁ ପୁଣି ଗୋଟେ ବେଳେ ମେଡ଼ିସିନ ଖାଇବୁ ପୁଣି ବେକ ଏମିତି ନହିଁକିରି ସମସ୍ତେ ଦେଖନ୍ତୁ ନହିଁକି ଏମିତି ବସିପାରିବନି ସେ ଟୋଟାଲି ବସିପାରୁନି ବେକଟା କ'ଣ ହେଉଛି ତାର କ'ଣ ଗୋଟେ ହେଉଛି ଜାଣି ଶିରରୁ କ'ଣ ଗୋଟେ ବାହାରୁଛି ମେଡ଼ିକାଲ ବି ଯାଇଥିଲା ମେଡ଼ିସିନ ଆଣିଛି ଆଉ ଏପଟେ ବି ବୋଉଙ୍କର ଖାଇବା ସରିଗଲା ଏପଟେ ମାଛମାନେ ଖେଳୁଛନ୍ତି ଆଉ ସମସ୍ତଙ୍କ ମନ ଦୁଃଖ କାହିଁକି ନା ମାଛ ହେଲା ଦୁଇଟା ମରିଗଲେ ଯୋଡ଼େ ମାଛ ମରିଗଲେ କ'ଣ ପାଇଁ କେଜାଣି ମାଛ ବହୁତ ସୁନ୍ଦର ଭାବରେ ଖେଳୁଥିଲେ ମାଛ ଯୋଡ଼େ ମରିଯାଇଛନ୍ତି ସେଥିଲାଗି ମନ ଦୁଃଖ ଟିକେ ଲାଗୁଛି ସମସ୍ତଙ୍କର ଏପଟେ ଜହ୍ନି ପକେଇକି ଯାଇଥିଲି ଜହ୍ନି ଆଉ ପୋଟଳ ଚୁଲିରେ ଭାତ ରନ୍ଧା ହେଇଛି ଚୁଲି ରଡ଼ା ହେଇଛନ୍ତି ଜହ୍ନି ପୋଡ଼ିଗଲାଣି ଏବେ ବାସ୍ନା ହେଉଛି କେତେ ଜୋରସରେ ତ ପୋଡ଼ିନି ଜହ୍ନି ପୋଡ଼ା ବହୁତ ଟେଷ୍ଟ ଲାଗେ ପୋଡ଼ିଗଲାଣି ଆଉ ଖାଇବାକୁ ପୋଟଳ ବି ଦୁଇଟା ପଡ଼ିଛି ପୋଟଳ ଠିକ୍ ଅଛି ଜହ୍ନି ଟିକେ ପୋଡ଼ିଗଲା ଆଉ ମମି କ'ଣ ପଖାଳ ଖାଉଛୁ ମୁଁ ତ ହଁ ସାଙ୍ଗେ ସାଙ୍ଗେ ଆସିଲି ବା ଆସିଲେ ପଖାଳ ଖାଇବୁ ଆଇସ୍ ଖାଇକି ପଳେଇଲା ସ୍କୁଲ ପଳେଇଲା ଦେଖିଲି ବାଟରେ ବାଟରେ ଦେଖିଲି ନା ହଁ ସେ ଗଲା ବେକଟା କ'ଣ ହେଉଛି ସ୍କୁଲ ଯାଇପାରୁନଥିଲା କାଲି ବନ୍ଦ ଥିଲା ହଁ କ'ଣ ହେଉଛି ମେଡ଼ିସିନ ଖାଉଛି ତୁ ତ ଜାଣିଥିବୁ ବାବା ନେଇକି ଯାଇଥିଲେ ମେଡ଼ିକାଲ ବୁଲିଲା ହଁ ତୁ ନହିଁକି ଏମିତି ବସିବନି ଟୋଟାଲି ସିଏ ହେଲା ତୁ ଖାଇବୁନୁ ଜହ୍ନି ପୋଡ଼ା ପଖାଳ ମୋତେ ଜହ୍ନି ଭଲ ନୁହଁ ଜହ୍ନି ପୋଡ଼ା ଆଉ ପଖାଳ ଭାତ ଲଙ୍କା ରସୁଣ ବି ଚକଟା ହେବ ଏ ଆଳୁ ସିଝା ନା ଆଳୁ ପୋଡ଼ା ଆଳୁ ସିଝା ଇଏ ନା ପୋଡ଼ା ନୁହଁ ଆଳୁ ସିଝା ଆଳୁ ସିଝା ପଖାଳ ଭାତ ପଖାଳ ଭାତ ପଖାଳ ଭାତ ଆୟୁଷ ଖାଇଲା ସଜ ଭାତ ତୁ ଖାଇବୁ ବି ସେ ସଜ ଭାତ ନା ବାସି ସଜ ଭାତ ତ ଏବେ ମାଛ ଧୁଆ ହେଉଛି ମାଛ ଭଜା ହବ ଏବେ ବାବା ଏମିତି ତୋ ପାଇଁ କାଟି ଦେଇଛି ଦେଖେ ତୁ ତ ଏମିତି ସବୁବେଳେ ପ୍ରିୟ ନା ତୁ ଏମିତି ସବୁବେଳେ ପ୍ରିୟ ବାବା କାଟିକି ଦେଇ ଦେଇଛନ୍ତି ହେଇଯିବ ହବନି ସେଟା ତୋର ହଁ ହେଇଯିବ ଆଉ ଟିକେ ବଡ଼ ଆସିଥାନ୍ତା ନା ଚଳିବ ହଉଟି ପଖାଳ ଖାଇଦେବ ମାଛ ଭଜା ହେବ ହଁ ହବ ମାଛ ଭଜା ପଖାଳ ମାଛ ଭଜା ପଖାଳ ଭାତ ଭଲ ଆଇସ୍ ପୁଣି ତିଆରି କରିବାକୁ ପଡ଼ିବ କ'ଣ ଖାଇବେ ହଁ ଲୁଣ ଅଧିକ ପଡ଼ିଯିବ ନା ଚଳିବ କେଉଁଠି ଯୋଉଠି ଫସଲ ଚାଲୁଛି
ହଳଦୀ ପଡ଼ିଗଲା ଏଥର ଭଜା ଖାଲି ହବ ଆଉ ଗୁଡ଼ାଇକି। ଏମିତି ବଡ଼ ବଡ଼ ପିସ୍ ଥିବ ମାନେ ତରକାରୀ ଯେଉଁ ଝୋଳ କରିବ ମାନେ ଭଲ ଦେଖାଯିବ ହେଲା। ମୋତେ ସିନା ମାଛ ଭଲ ନୁହଁ, ଖାଇବାକୁ ଭଲ ନୁହଁ, କିନ୍ତୁ ଦେଖାଯିବ ମାଛଟା ସୁନ୍ଦର ନା। ହଁ ମାଛ ପଡ଼ିଲା ଏଥିରେ ଭଜା ଆଉ ଚାଲିଛି। ଜଳିଗଲା କ'ଣ ଜଳିଗଲା କରେଇ। ଜୋର କାଟିଗଲା ତ। ଓହୋ ଜୋର ତାତିଗଲେ ଏମିତି ହବ ନା। ଜୋର ତାତିଗଲେ ଏମିତି ହବନି, ଛୁଟି ଛୁଟି ଜଳିଲେ ଏମିତି। ହଁ ଏମିତି ସତରେ ବି ମୋତେ ମାଛ ଭାଜିଲା ବେଳେ ଭାରି ଡର ଲାଗେ। ମାଛ ଭାଜିଲା ବେଳେ କି ଭଜା ଭଜି ପାଇଁ କ'ଣ ଗୋଟେ ଯୋଗାଡ଼ ଥିବ ନା, ସେମିତି ଭଜା ଚିହ୍ନା ଗଲାବେଳେ ଯେମିତି ଜାଳ ଟିକେ ହେଇଯିବ ଜଳିଯିବ ମାଛ। କୋଟରାରେ ହେଇଗଲା ମାଛ। ଆଉ ଗୋଟେ ଭାରି ଯୋଗାଡ଼ିଛି ସେଠି। କେମିତି ତାତିଗଲା ଦେଖନ୍ତୁ, କେତେ ଜୋରରେ ଜଳିଲା ଚୁଲି ମାନେ କରେଇ ଭିତରେ ବି ଜଳିଗଲା, ନିଆଁ ମାନେ ହେଇଗଲା, ଜଳିଗଲା। ଜାଳ ଟିକେ ଅଧିକ ହେଇଥିଲା ନା ସେଥିଲାଗି। ଏଇଠିକି ଗୋଧି ପଳେଇ ଆସିଥିଲା, କେଡ଼େ ଗୋଟେ ଗୋଧି ହେଇଛି ଲୋ ମା। ସେ ପଳେଇଲାଣି, ସେଠି ହେଲାଣି ପଳେଇଲା ଆଉ। ଚୁଲୁମୁଣ୍ଡକୁ ଆସି ଏଠି ଖୋଳି ଏତେ ଯାଇଛି। ହଁ ସେଇଠିକି ଆସି ଖୋଳିଛି ଆଉ। ଭଗବାନେ ଏଇ ଜାଳ ଗୁଡ଼ାକ ବି ଘଣ୍ଟା ଘଣ୍ଟି କରିଦେଇଛି ଗୋଧି। ସେ କେତେ ବଡ଼ ଗୋଧି ହେଇଛି କହିଲା, ବଡ଼ ଗୋଧିଟା ଆଉ। ହଁ ଗୋଟେ ଫାଙ୍କରେ ପଳେଇ ଆସିଛି ଆଉ। ସେ କେତେ ବଡ଼ ହେଇଛି ସେ ଗୋଧିଟା। ହଁ ପରା ଦେଖିବା ଗଲା ହାରିକି କ'ଣ ବୋଧେ ଗୋଧିଟା କୁକୁରକୁ ଦେଖିକି ପଳେଇଲା। କେଉଁଠି ବା ସାପ କେଉଁଠି? ଗୋଧି ସେଠି ଯାଉଛି, ଗୋଧି ସେଠି ଯାଉଛି। ସାପ କେଉଁଠି? ଏଇଠି ଗଲା ମାନେ ବଡ଼ ନାଗ ସାପ। ଆଉ ଗୋଧିଟା ଏଇଟା ବାରି ଦୁଆର ପର୍ଯ୍ୟନ୍ତ ପଳେଇଥିଲା। ଦେଖନ୍ତୁ କେଡ଼େ ବଡ଼ ଗୋଧି ବୁଲୁଛି ଆମ ବାରିପଟେ। ଆମ ବାରି ଦୁଆର ପୁରା ଚୁଲି ମୁଣ୍ଡକୁ ଯାଇକି ଚୁଲି ପାଖ ଖୋଳିକିରି ଆସିଛି। ଦେଖନ୍ତୁ ସମସ୍ତେ ଦେଖନ୍ତୁ କେଡ଼େ ବଡ଼ ଜନ୍ତୁ ହେଇଛି ଏଇଟା, କେତେ ବଡ଼ ହେଇଛି ହେଲା। ସାପ କେଉଁଠି ଗଲା ମାନେ କେତେ ମୋଟା ହବ? ହଁ ହଁ କେଉଁଠିକି ଗଲା? ଭଗବାନ ମୁଁ ଏଇଠି ଠିଆ ହେଇଛି, ସେଠିକି ଯାଇଛି। ବାରିଘର ଟିକେ ସଫା କରିବାକୁ କହୁନ, ଟିକେ ବାରିଘର ଟିକେ ସଫା ହବ। କେଉଁଭଳିଆ ଜଙ୍ଗଲ ହେଇଛି ସେଠି। ସିଏ କୁକୁର ଶୋଇଛି, କିଛି କରୁନି।